ହାପି ମକର ସଂକ୍ରାନ୍ତି ଜୟ ଜଗନ୍ନାଥ। ଆଜି ଚିଆ ସିଡ୍ ପିଇଲା ବେଳେ ଭିଡ଼ିଓଟା ଷ୍ଟାର୍ଟ କରିଥିଲି। ତାପରେ ମନ୍ଦିର ଯିବାର ଥିଲା। ଏଠି ହଜବେଣ୍ଡଙ୍କର ଝିଅର ଗାଡ଼ି ବସି ପଡ଼ିଲା ପରେ ମୁଁ ବସି ପଡ଼ିଲି। ନରେନ୍ଦ୍ର କୁଣ ମହାଦେବଙ୍କ ପାଖକୁ ଯିବାର ଥିଲା। ଫାଷ୍ଟ ଶନି ମନ୍ଦିରରେ ଫୁଲ ଦେଇକି ଚାଲିଲି ମଙ୍ଗଳା ମନ୍ଦିରକୁ। ମାଆଙ୍କୁ ଦର୍ଶନ କରିଦେଲେ ମନକୁ ଏତେ ଆନନ୍ଦ ମିଳେ। ମାଆଙ୍କୁ ଦେଖିଦେଲେ ଲାଗେ ମା ସତେକି ଅନେଇଛନ୍ତି। ତାପରେ ମହାଦେବ ମନ୍ଦିରକୁ ପଳେଇ ଆସିଥିଲି। ଗୋଡ଼ ଧୋଇକି ପଛପଟେ ମହାଦେବ ଥିଲେ ତାଙ୍କୁ ଫୁଲ ଚଢ଼େଇ ଦେଇକି ଭିତର ମନ୍ଦିରକୁ ପଳେଇ ଆସିଥିଲି। ଭାଇନା ଜାଣିଛନ୍ତି ଯେହେତୁ ଆମର ସବୁଦିନ ଲାଗି ଦିଆ ହୁଏ, ଏଠି ଟୁଲୁ ଆଇନା ନଥିଲେ, ଚିନୁ ଆଇନା ପୂଜା କରୁଥିଲେ। ଠାକୁରାଣୀକି ଆଣିଥିଲି ସେବତୀ ଫୁଲ ଦୁଇଟା ଦେଇକି ଏଠି ଦହି ଲାଗି କରିକି ଭାଇନା ଦୀପ ଲଗାଇଥିଲେ। ତାପରେ ଟିକେ ଘର୍ଷଣ ଆଣିକି ଦେଇଥିଲେ। ଯେହେତୁ ମକର ସଂକ୍ରାନ୍ତି ଥିଲା, ମକର ଚାଉଳ ହିଁ ଘର୍ଷଣ ଦେଇଥିଲେ। ଏତେ ଟେଷ୍ଟ ଲାଗୁଥିଲା। ଠାକୁରଙ୍କ ମହିମା ଆଣିକି ପ୍ରସାଦ ପାଇସାରିଲା ପରେ ବେଢ଼ା ପରିକ୍ରମା କରିଦେଲା ପରେ ସେପଟେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଟିକେ ପଳେଇଥିଲି। ଦର୍ଶନ କରିଦେଇକି ବାନାକୁ ଦର୍ଶନ କରିଦେଇକି ପ୍ରଭୁ ଏତେ ଆନନ୍ଦ ମାଲୋ, ସବୁବେଳେ ମୋ ଶଙ୍ଖା ସିନ୍ଦୁରକୁ ପଣତ ଘୋଡ଼େଇକି ରଖିତା ବୋଲି ମୁଁ ସବୁଦିନ ତ ପାଖରେ ଅଳି କରୁଛି। ଏଠି ହଜବେଣ୍ଡ ମୁଣ୍ଡିଆ ମାରୁଛନ୍ତି। ତାପରେ ଝିଅ ମୁଁ ହଜବେଣ୍ଡ ବସିକି ଆଉଥରେ ପଳେଇ ଆସିଲୁ। ଏଠି ମୁଁ ଚଷମା କାହିଁକି ଲଗାଉଛି, କାହିଁକିନା ଖରାକୁ ଗଲେ ମୁଁ ଅନେଇ ପାରେନି, ବହୁତ ଜୋର ମୋ ଆଖି ପେନ୍ ହୁଏ। ଘରକୁ ପଳେଇ ଆସିଥିଲି। ଘରକୁ ଆସିକି ରୋଷେଇବାସ କରି ଖାଇଲା ବେଳେ ମୁଁ କିଛି ବି ଭିଡ଼ିଓ କରିପାରିନଥିଲି, ଟିକେ ବ୍ୟସ୍ତ ଥିଲି ଯେହେତୁ ସାଙ୍ଗମାନେ ଫୋନ୍ କରିଥିଲେ। ସନ୍ଧ୍ୟାବେଳେ ମକର ଚାଉଳ କରିକି ଠାକୁରଙ୍କ ପାଖରେ ନେଇକି ଭୋଗ ଲଗେଇଦେଲି। ତାପରେ ନିଜେ ଟିକେ ମକର ଚାଉଳ ଆଣିକି ଖାଇଥିଲି। ମକର ଚାଉଳଟା ଏତେ ଟେଷ୍ଟି ହେଇଥିଲା। ତାପରେ ଆଜି ମଟର ତରକାରୀ ଯେହେତୁ କରିଥିଲି, ଉପମା କରି ଖାଇବାକୁ ଇଚ୍ଛା ହେଲା, ଟିକେ ଉପମା ମଟର ତରକାରୀ ଖାଇକି ଶୋଇବାକୁ ଗଲି। ରହିଲି। ଜୟ ଜଗନ୍ନାଥ। ଲାଇକ୍